ଆଜ୍ଞା ନମସ୍କାର। ମୁଁ ଜଣେ ସାଧାରଣ ଏସି ଟେକ୍ନିସିଆନ୍ ବା ଏୟାର କଣ୍ଡିସନ୍ ଟେକ୍ନିସିଆନ୍। ମୁଁ ଆପଣମାନଙ୍କୁ ଏଇ ଗୋଟିଏ କଥା କହିବା ପାଇଁ ଭିଡ଼ିଓଟି କରିଛି ଯେ ଆପଣମାନେ ଗ୍ରହଣ କରିବେ କି ନ କରିବେ ସେଇଟା ମୁଁ ଜାଣିନି, କିନ୍ତୁ ଯେଉଁଟା ଆମେ ନିଜେ ଅନୁଭବ କରୁଛୁ ସେଇ କଥାଟା ମୁଁ କହୁଛି। ଆପଣମାନେ ସମସ୍ତେ ଗୋଟେ କଥା ଭାବନ୍ତି ଯେ କେବଳ ସିଜିନ୍ ଆସିଲେ ହିଁ ବା ଖରା ହେଲେ, ଗରମ ହେଲେ, ପ୍ରଚୁର ମାତ୍ରାରେ ଗରମ ହେଲେ ଆପଣଙ୍କର ଏସି କିଣିବେ, ଏସି ଇନଷ୍ଟଲ୍ କରିବେ ବା ଏସିରେ ଯେକୌଣସି ପ୍ରୋବ୍ଲେମ୍ ଅଛି ତାକୁ ସଲ୍ଭ କରିବେ, ରିପେୟାର କରିବେ, କେବଳ ସେ ଖରା ହେଲେ ବା ଗରମ ହେଲେ। କିନ୍ତୁ ତା ପୂର୍ବରୁ ଯଦି ଆପଣ କରିବା ପାଇଁ ଚେଷ୍ଟା କରନ୍ତେ, ଅନ୍ତତଃ ଆପଣଙ୍କ କାମ ସୁରୁଖୁରୁରେ ହୁଅନ୍ତା, ସହଜରେ ହୁଅନ୍ତା, ଆପଣ ଏତେ କଷ୍ଟ ପଡ଼ନ୍ତାନି। ଯେମିତିକି ବର୍ତ୍ତମାନ ଗରମ ହେଲା, ଯେମିତି ଆପଣ ଭାବୁଛନ୍ତି ଯେ ନାଇଁ ଗରମ ହେଲେ ଆମେ ବା ଅତିରିକ୍ତ ଗରମ ପଡ଼ିଲେ ହିଁ ଆମେ ଏସିର ରିପେୟାର କରିବା ବା ଯେଉଁ ଖରାପ ହେଇଛି ସଜାଡ଼ିବା କି ଆମର ଇନଷ୍ଟଲ୍ କରିବା, ତ ସେମିତି ଆପଣମାନଙ୍କ ଭଳିଆ ଯଦି ସମସ୍ତେ ଏଇ ଗୋଟିଏ ଜିନିଷ ଭାବିବେ, ତ ଏଇ ଯେଉଁ ଟେକ୍ନିସିଆନ୍ ମାନେ ଅଛନ୍ତି ବା ଅଫିସିଆଲି ଯେଉଁମାନେ ସବୁ କାମ କରୁଛନ୍ତି ଆପଣଙ୍କର, ସେ ଆପଣଙ୍କୁ କେମିତି କୋଅପରେଟ୍ କରିବେ, ଆପଣ ସର୍ଭିସ୍ ଦେବେ କେମିତି ଆପଣଙ୍କୁ? କାରଣ ଗୋଟେ ଅଫିସରେ ମିନିମମ୍ ଧରି ନିଅନ୍ତୁ 4 ଜଣ ଟେକ୍ନିସିଆନ୍ ଅଛନ୍ତି, ତ ସମସ୍ତେ ଯଦି ଆପଣ ସେଇ ଗୋଟିଏ ଡେଟ୍କୁ ଅନେଇବେ, ଗୋଟିଏ ମାନେ ସିଜନ୍କୁ ଅନେଇବେ, ସେ ଲୋକ ଯେଉଁ ଟେକ୍ନିସିଆନ୍ ବିଚାର ଅଛନ୍ତି ସେ ରାତି 4ଟାରୁ ରାତି 12ଟା ଗୋଟେ ହେଇଯାଉଛି ତାଙ୍କୁ ଶୋଇଲା ବେଳକୁ, ମାନେ ଖାଇବା ପିଇବା ତାଙ୍କର ଭୁଲି ଯାଉଛନ୍ତି, ଦେହ ଖରାପ ହେଉଛି, ମେଡ଼ିକାଲରେ ସାଲାଇନ୍ ଦେଉଛନ୍ତି, ପ୍ରେସର ଲୋ ହେଇଯାଉଛି, କାହାର ହାଇ ହେଇଯାଉଛି। ଏମିତି ତାଙ୍କର ମାନେ ଯେଉଁଠି 40 ସ୍ପିଡ଼ରେ ଗାଡ଼ି ଚଲାଇବା କଥା ସେଠି 60-70 ସ୍ପିଡ଼ରେ ଗାଡ଼ି ଚଲାଇବାକୁ ପଡ଼ୁଛି। ମାନେ ସେ କେମିତି ଚାହୁଁଛନ୍ତି ଯେ ଯେତେ ସମ୍ଭବ ମାନେ ଅଧିକରୁ ଅଧିକ କାମ କରିବା ପାଇଁ, କିନ୍ତୁ ତାଙ୍କ ଜୀବନ ଉପରେ ମାନେ ରିସ୍କ ରହୁଛି। ତ ଆପଣ ସେମିତି ମନେ କରନ୍ତୁ ଆପଣଙ୍କୁ ଟାଇମ୍ ଦିଆହେଇଛି, ଆପଣ କଲ୍ ଲଗ୍ଇନ୍ କରିଛନ୍ତି ଆଜି, ତ ଆପଣଙ୍କ ପାଖକୁ ଯାଉ 3-4 ଦିନ ଲେଟ୍ ହେଇଯାଉଛି। କାହିଁକି ଲେଟ୍ ହେଉଛି ନା ଯେଉଁ ତା ପୂର୍ବରୁ ଆପଣଙ୍କ ଲଗ୍ଇନ୍ ପୂର୍ବରୁ ଯେଉଁ ଲୋକ ଲଗ୍ଇନ୍ କରିଥିବ ସେ ଲୋକଙ୍କର ଧର ମନେକର ଇନଷ୍ଟଲ୍ ହେଲା, ତ ଇନଷ୍ଟଲ୍ କରିବାକୁ ଯାଉଛନ୍ତି, ସେ ଇନଷ୍ଟଲ୍ ଜାଗାରେ ବଡ଼ କ୍ରିଟିକାଲ୍ ମାନେ ପୋଜିସନ୍ ଅଛି ଯେଉଁଠିକି ଲାଗିପାରିବନି, ମାନେ ଘଣ୍ଟାଏ ଜାଗାରେ 5 ଘଣ୍ଟା ଟାଇମ୍ ଲାଗିବ। ତ ସେଠି ଯେଉଁ 5 ଘଣ୍ଟାଟା ପେଣ୍ଡିଂ ହେଇ ପଡ଼ିଲା, ଆପଣଙ୍କର 3 ଜଣ ବା 4 ଜଣ କଷ୍ଟମରଙ୍କର କଲ୍ ଆଉ ସେ ଆଟେଣ୍ଡ କରିପାରିବ ନାହିଁ। କାହିଁ କରିପାରିବ ନା ଏଠି 5 ଘଣ୍ଟା, ଘଣ୍ଟାଏ ଜାଗାରେ ବା 2 ଘଣ୍ଟା ଜାଗାରେ 5 ଘଣ୍ଟା ଯଦି ସମୟ ଲାଗିଲା, ସେ ଆଉ 3 ଘଣ୍ଟା ଭିତରେ ଆପଣ ସେଇ ଯେମିତି ମନେ କରନ୍ତୁ ଗୋଟେ ଇନଷ୍ଟଲ୍ କରିବା ପାଇଁ ଗଲେ ସେଠି 9ଟା ବେଳେ ଗଲା, ଆପଣଙ୍କୁ ଟାଇମ୍ ଦିଆହେଇଛି 10:30ରେ ପହଞ୍ଚିବା ପାଇଁ, ଆଉ ଜଣଙ୍କୁ ଟାଇମ୍ ଦିଆହେଇଛି 11ଟାରେ ପହଞ୍ଚିବା ପାଇଁ, ଏମିତି ଯେମିତି ଟାଇମ୍ ଦିଆହେଇଛି, ତ ସେଥିରେ 5 ଘଣ୍ଟା ସେପଟେ ୱେଷ୍ଟ ହେଲା, ତ ଆପଣଙ୍କୁ ସେ ଲୋକ 3 ଜଣ କଷ୍ଟମରକୁ ସେ ଇଏ କରିପାରିବେ କି ଆଟେଣ୍ଡ କରିପାରିବେ କି? କରିପାରିବେ ନାହିଁ। ଫଳରେ କ'ଣ ହେବ ନା ଆପଣମାନେ ବିରକ୍ତି ହେବେ ଯେ ଆମକୁ ସର୍ଭିସ୍ ମିଳୁନି, କିନ୍ତୁ ସେମିତି କୌଣସି ମାନେ ରିଜନ୍ ବି ନାହିଁ ଆପଣଙ୍କୁ ସର୍ଭିସ୍ ନ ମିଳିବାର। କେବଳ ସର୍ଭିସ୍ ଯଦି ନ ମିଳିଥାଏ କେବଳ ଏଇ ସିଜିନ୍ ଯୋଗୁଁ, ଆପଣ ଏଇ ଗୋଟିଏ ସିଜିନ୍କୁ ସମସ୍ତେ ଅନେଇକି ବସିଲେ, ଆଉ କି ଇନଷ୍ଟଲ୍ ବି କଲେ, ନୂଆ କିଣିଲେ ବି ସେଇ ସିଜିନ୍ରେ, ରିପେୟାର ବି କଲେ ସେଇ ସିଜିନ୍ରେ, ତା ପୂର୍ବରୁ କେହି କରିବା ପାଇଁ ଚାହୁଁନାହାନ୍ତି। ଆପଣ ଥରୁଟେ ଚେଷ୍ଟା କରନ୍ତୁ ଯେ ସିଜିନ୍ ପୂର୍ବରୁ କିଛି ନାହିଁ, ଆପଣ ଖରାଦିନ ସିଜିନ୍ ପୂର୍ବରୁ 1 ମାସ ପୂର୍ବରୁ କି 15 ଦିନ ଆଗରୁ, ମାନେ ଇନଷ୍ଟଲ୍ ଯେତେବେଳେ ଟୋଟାଲ୍ ହେଇନଥିବ, ଏସି ଯେତେବେଳେ ଦୋକାନକୁ ଆସିନଥିବ, ଆଭେଲେବଲ୍ ନଥିବ, ତା ପୂର୍ବରୁ ଆପଣ ରିପେୟାରିଂ ଅନ୍ତତଃ କରିଦିଅନ୍ତୁ। ହଁ, ଖରା ହେଲେ ଆପଣ ଇନଷ୍ଟଲ୍ କରନ୍ତୁ, କିଛି ମନା ନାହିଁ, ରିପେୟାରିଂଟା ତ ଅଲରେଡ଼ି କରିଦେଇପାରିବେ। ଆପଣ ସେ ଖରାକୁ, ଗରମକୁ, ଅସହ୍ୟ ଗରମକୁ ଅପେକ୍ଷା କରିବେ କାହିଁକି? ସେ ଆସିବେ, ପହଞ୍ଚିବ, ଆପଣ କାମ କରିବେ। ଆପଣ ଭଳି ଯଦି ସମସ୍ତେ ଏଇ ଚିନ୍ତାଧାରା ରହିବେ ତାହେଲେ ଯାହା ଅବସ୍ଥା ହେବ। ଏଥିରେ ଆଜ୍ଞା ଆପଣଙ୍କର ବି ବହୁତ ଡିଲେ ହେଉଛି କାମ ହେବାରେ, ଆପଣ ବି ଅସନ୍ତୁଷ୍ଟ ହେଉଛନ୍ତି, ଆଉ ଯେଉଁମାନେ କାମ କରୁଛନ୍ତି ସେମାନେ ବି ତାଙ୍କ ଜୀବନ ମାନେ ବିପଦରେ ପକାଇକି କାମ କରୁଛନ୍ତି। ଆଜ୍ଞା ଏତିକି କହିଲି, ଆପଣ ଯଦି ବୁଝିବେ ବୁଝନ୍ତୁ, ବା ଗ୍ରହଣ କଲେ କରିବେ। ମୁଁ ଏତିକି କହିଲି। ନମସ୍କାର ଆଜ୍ଞା।